ସାଙ୍ଗମାନେ ଏଠି ଦେଖନ୍ତୁ ଆମ ସାହିର ଯେଉଁ ଜଣେ ଭାଉଜଙ୍କର ନାତୁଣୀର ଜନ୍ମଦିନ ଥିଲା, ମାନେ ତାଙ୍କ ପୁଅର ଝିଅ। ତ ଏଠି ଆମେ ସମସ୍ତେ ବସିକି କେକ୍ ଖାଉଛୁ। ତ ଦାଣ୍ଡରେ ଆମର ବର୍ଥଡେ ଚାଲିଛି, ବର୍ଥଡେ ସେଲିବ୍ରେସନ୍। ତ ଦେଖନ୍ତୁ ଏଠି ମାନେ କେମିତି ସଜା ହେଇଛି, ଡେକୋରେସନ୍ ହେଇଛି ମାନେ ଷ୍ଟେଜ୍ଟା। ତ କିନ୍ତୁ ତାଙ୍କ ଝିଅ କେକ୍ କାଟିବା କଥା, ସେ ଟୋଟାଲି ଷ୍ଟେଜ୍କୁ ଆସୁନି। ମାନେ ଭାବନ୍ତୁ କେତେ ଜୋର ସେ ପିଲା କାନ୍ଦୁଛି, ମାନେ କ'ଣ କହିବି। ତା ବାପା ଇଆଡ଼େ ଦେଖିଲା ବେଳକୁ ସଜେଇ ବାଜେଇକି ପଇସା ପତ୍ର ମେଞ୍ଚାଏ ଗୁଡ଼ାଏ ଖର୍ଚ୍ଚ କରିଛି, କିନ୍ତୁ ସେ ପିଲା ଏମିତି ଯେ ଯାହା ସେ ସାର୍ଟ ପ୍ୟାଣ୍ଟ ପିନ୍ଧୁଛି ନା ସେ ଷ୍ଟେଜ୍କୁ ଆଉଛି। ଏଠି ରିଙ୍କି ମାନେ ଏଆଡ଼ୁ ଦେଖିବାକୁ ଗଲେ ସେ ଆମ ସାହିର ଭାଉଜ ହେବେ, ରିଙ୍କିର ମଧ୍ୟ ସେ ଝିଅଟି ସାଙ୍ଗ। ତ ସେଥିପାଇଁ ସେ ରିଙ୍କିକି ଡାକିଥିଲା। ତ ରିଙ୍କି ଆଉ ମୋତେ ଘୋଷାରି ଘୋଷାରି ନେଇକି ଯାଇଥିଲା, କହିଲା ଦିଦି ତୁମେ ଚାଲ, ନହେଲେ ମୁଁ ଏକୁଟିଆ ଯିବିନି, ମୋତେ ଲାଜ ଲାଗିବ। ତ ଆମେ ସମସ୍ତେ ସାଙ୍ଗ ହୋଇକି ଯାଇଥିଲୁ। ମୁଁ ରିଙ୍କି ହେରିକାଙ୍କର ରିଙ୍କି ଆଉ ଏପଟେ ଯେଉଁ ଝିଅଟି ବସିଛନ୍ତି ସିଏ, ଆଉ ଯିଏ ଏବେ ଚୁଡ଼ିଦାର ପିନ୍ଧିକି ଷ୍ଟେଜ୍ରେ ଥିଲା ସିଏ, ଏମାନେ ସମସ୍ତେ ସାଙ୍ଗ। ତ ତାଙ୍କମାନଙ୍କର ମୁଁ ଟିକେ ଫଟୋ ଉଠେଇ ଦେଇଥିଲି। ତ ଭାଉଜ ମୋତେ ଦେଖିକି କହିଥିଲେ, କହିଲେ ବେବି ଜମାରୁ ବି ଯିବନି, ଭୋଜି ଖାଇକି ଆଜି ହିଁ ତୁମେ ଯିବ। ତ ତାଙ୍କ କଥା ନ କାଟି ପାରିକି ମୁଁ ରହିଥିଲି, ନହେଲେ ମୁଁ 4ଟା ବେଳକୁ ଘରକୁ ପଳେଇବା କଥା। ଏବେ ମଧ୍ୟ ଭାଇ ମୋତେ ଆସିବେ ନେବା ପାଇଁ। ତ ଚାଲିବି ମୁଁ ହେଲୁ ତାଙ୍କ ସାଙ୍ଗରେ ମୋ ଘରକୁ।